ସାଧୁ ମହାତ୍ମା ନଦୀରେ ସ୍ନାନ ସାରି ନିଜ ଆଶ୍ରମକୁ ଆସୁଥିଲେ। ଏ ଆସିବା ବାଟରେ ଦେଖିଲେ ଯେ ଗୋଟେ ଶୁଆ କୌଣସି ଏକ ଶିକାରର ଜାଲରେ ପଡ଼ିଯାଇଛି। ବହୁତ ଚେଷ୍ଟା କରୁଛି ମୁକ୍ତି ପାଇଁ, ହେଲେ ମୁକ୍ତି ପାଇପାରୁନାହିଁ। ସାଧୁ ବାବାଙ୍କ ମନରେ ଦୟା ହେଲା, ଗଲେ ଏ ଶୁଆକୁ ଏ ଜାଲରୁ ମୁକୁଳାଇଲେ। ମୁକୁଳାଇଲା ପରେ ତାଙ୍କ ମନକୁ ଏକ ସ୍ନେହଭାବ ଆସିଗଲା ଏବଂ ସେ ଶୁଆଟିକୁ ନିଜ ଆଶ୍ରମକୁ ନେଇ ଆସିଲେ। ଗୋଟେ ପିଞ୍ଜରା ଭିତରେ ରଖିଲେ ଏବଂ ଭାବିଲେ ଯେ ମୁଁ ଆଜି ଶୁଆକୁ ଏମିତି ଏକ ପାଠ ପଢ଼ାଇବି ଯେମିତିକି ଜୀବନରେ ଆଉ କେବେ ବି ଏ ଶୁଆ କୌଣସି ଶିକାରର ଜାଲରେ ନ ପଡ଼େ। ସେଥିପାଇଁ ସେ ଶୁଆକୁ ଶିଖେଇ ଚାଲିଲେ, ଦେଖ ଶିକାରୀ ଆସିବ, ଜାଲ ବିଛାଇବ, ଦାନା ପକାଇବ, ହେଲେ ତୁ ସେ ଦାନା ଲୋଭରେ ଶିକାରୀର ଜାଲରେ ପଡ଼ିବୁ ନାହିଁ। ଶୁଆଟି ଏକଥାକୁ ଘୋଷି ଚାଲିଲା। ଧୀରେ ଧୀରେ ସେ କହିବା ଆରମ୍ଭ କଲା, ଦେଖ ଶିକାରୀ ଆସିବ, ଜାଲ ବିଛାଇବ, ଦାନା ପକାଇବ, ମାତ୍ର ତୁ ଦାନା ଲୋଭରେ ତା ଜାଲରେ ପଡ଼ିବୁ ନାହିଁ। ଏମିତି ଘୋଷି ଚାଲିଲା। ଦିନେ ହଠାତ୍ ବର୍ଷା ପବନ ଆସିଛି। ଶିଷ୍ୟଙ୍କର ଅସାବଧାନତା କାରଣରୁ ଏ ଶୁଆଟି ପିଞ୍ଜରାରୁ ଉଡ଼ିଯାଇଛି। ଯେତେବେଳେ ସାଧୁ ବାବା ଦେଖିଛନ୍ତି ପିଞ୍ଜରା ଭିତରେ ଶୁଆ ନାହିଁ, ବହୁତ ମନ ଦୁଃଖ କରିଛନ୍ତି ଏବଂ ମନେ ମନେ ଖୁସି ବି ହେଇଛନ୍ତି। ମୁଁ ଶୁଆକୁ ଯେଉଁ ଶିକ୍ଷା ଦେଇଛି ସେ ଆଉ ଜୀବନରେ କେବେ କୌଣସି ଶିକାରୀର ଜାଲରେ ପଡ଼ିବ ନାହିଁ। ତା ପରଦିନ ଏ ସାଧୁ ମହାତ୍ମା ଗାଧୋଇବାକୁ ଯାଉଛନ୍ତି। ତାଙ୍କ କାନକୁ ଆବାଜ ଆସିଲା, ଦେଖ ଶିକାରୀ ଆସିବ, ଜାଲ ବିଛାଇବ, ଦାନା ପକାଇବ, ହେଲେ ତୁ ଦାନା ଲୋଭରେ ଶିକାରୀ ଜାଲରେ ପଡ଼ିବୁ ନାହିଁ। ସାଧୁ ବାବା ବୁଲିକି ଅନେଇଛନ୍ତି। ଦେଖିଲା ବେଳକୁ ସେ ଯେଉଁ ଶୁଆଟିକୁ ପାଳିଥିଲେ ସେଇ ଶୁଆ। କ'ଣ କରିବେ, ପାଖକୁ ଯାଇଛନ୍ତି, ମୁକ୍ତି କରିବାକୁ ପ୍ରଚେଷ୍ଟା କରୁଛନ୍ତି, ମୁଣ୍ଡରେ ହାତ ଦେଇଛନ୍ତି ଯେ ଯଦି ମନେ ମନେ ଭାବିଛନ୍ତି ଯଦି ଏ ବିଦ୍ୟାକୁ ଖାଲି ଘୋଷିବା ଭିତରେ ସୀମିତ ନ ରଖି କାମରେ ଲଗେଇଥାନ୍ତା, ଆଜି ଏହାର ଅବସ୍ଥା ଏହା ହିଁ ନଥାନ୍ତା। ତେଣୁ ଆପଣଙ୍କ ପାଖରେ ଯାହା ବି ଜ୍ଞାନ ଥାଉ, ଯାହା ବି ଆପଣ ଶିଖିଥାନ୍ତୁ, ଯଦି ତାକୁ କାମରେ ନ ଲଗାନ୍ତି ସେ ଶିକ୍ଷାର ମାନେ କିଛି ନଥାଏ। ଆପଣ ଯାହା ଶିଖିଛନ୍ତି ତାହା ହେଉଛି ଆପଣଙ୍କ କ୍ଷମତା। ଯଦି ଆପଣ ଶିଖିଥିବା ଜ୍ଞାନକୁ କର୍ମରେ ଲଗାଇଲେ, ଇମ୍ପ୍ଲିମେଣ୍ଟ କଲେ, ତାହେଲେ ତାହା ହେଉଛି ଆପଣଙ୍କର ଶକ୍ତି। ତେଣୁ ଯାହା ବି ଆପଣଙ୍କ ପାଖରେ ଜ୍ଞାନ ଅଛି ତାକୁ ଇମ୍ପ୍ଲିମେଣ୍ଟ କରି ଦେଖନ୍ତୁ ନା, ଦେଖିବେ ଜୀବନ ବଦଳିଯିବ। ରହୁଛି, ନମସ୍କାର।